मुकेश अंबानी हुंतु कि रतन टाटा, धीरूभाई अंबानी हुंतु कि इंदिरा गांधी, ବିଲ୍ ଗେଟ୍ସ ଆଉ ଆଲାନ୍ ମସ୍କ ତ ଆପଣମାନେ ଜାଣିଥିବେ ନିହାତି। ଆପଣ ସମସ୍ତେ ଏମାନଙ୍କ ବ୍ୟକ୍ତିତ୍ୱ ସହ ନିହାତି ପରିଚିତ ଥିବେ। ଆମ ଇଣ୍ଡିଆରେ ବଚ୍ଚା ସମସ୍ତେ ୟାଙ୍କୁ ନିଶ୍ଚିତ ଜାଣିଥିବେ। କ'ଣ ଆପଣ ଜାଣିଛନ୍ତି ଏମାନଙ୍କର ମୂଳାଙ୍କ ନମ୍ବର 1? କ'ଣ ଏହା ମଧ୍ୟରେ ଆପଣଙ୍କର ବି ଡେଟ୍ ଅଫ୍ ବାର୍ଥ ଲୁଚି ରହିଛି? 1/10/1928। ଯଦି ଏହି ବାର୍ଥ ଡେଟ୍ ଆପଣଙ୍କ ସହିତ ମ୍ୟାଚ୍ କରୁଥାଏ ତ ଆପଣ ଏପିସୋଡ଼ଟି ନିହାତି ଦେଖନ୍ତୁ। ମୁଁ ଯଦି ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଜ୍ୟୋତି ମ୍ୟାଜିକ୍ ୱାର୍ଡସକୁ। ଯେ ଆପଣ ଜାଣିପାରିବେ ଆପଣଙ୍କ ଲାଇଫ୍ରେ ଯାହା ବି ପ୍ରୋବ୍ଲେମ୍ ହେଉଛି ଏସବୁ କ'ଣ ପାଇଁ। ଆପଣଙ୍କ ଲଭ୍ ଲାଇଫ୍, କ୍ୟାରିୟର, ବିଜନେସ୍, ଷ୍ଟଡି ଏସବୁ ଆପଣଙ୍କ ମୂଳାଙ୍କ ସହିତ କ'ଣ ତା'ର କନେକ୍ସନ୍ ରହିଛି। କ'ଣ ପାଇଁ ଆପଣ ଲାଇଫ୍ରେ ଫେଲୁଅର୍ ହେଉଛନ୍ତି, ଆପଣଙ୍କର ସେହି ଡାଇରେକ୍ସନ୍ କ'ଣ, ଆଜି ମୁଁ ଆପଣମାନଙ୍କୁ ଡିଟେଲରେ କହିବି। ବହୁତ ଜଣଙ୍କଠୁ ଆପଣ ଏହା ଜାଣିଥିବେ ଯେ ନମ୍ବର 1 ରାଜାର ନମ୍ବର। କାହିଁକି ନା ଆପଣଙ୍କ ପ୍ଲାନେଟ୍ ସୂର୍ଯ୍ୟ ସହିତ ଏ ନମ୍ବରର ସିଧା କନେକ୍ସନ୍ ଅଛି। ଆପଣ ଏଇଟା ବି ଜାଣିଥିବେ ନିହାତି ଭଗବାନ ରାମଚନ୍ଦ୍ରଙ୍କର ବି 10 ନମ୍ବର ଥିଲା। 0କୁ ମାଇନସ୍ କରନ୍ତୁ ଆସିଗଲା କ'ଣ ନମ୍ବର 1, ମୂଳା ନମ୍ବର 1। ତ ସେ ସୂର୍ଯ୍ୟବଂଶୀ ଥିଲେ। ତାଙ୍କର ଯେମିତି ନେଚର୍ ଥିଲା, ଯେମିତି ସିଏ ଦାନ ଧର୍ମ କରନ୍ତି ଆପଣଙ୍କ ଭିତରେ ଏକୁରେଟଲି ସେଇଟା ନିଶ୍ଚିତ ଥିବ। ଯେମିତିକି ସୂର୍ଯ୍ୟ ଆତ୍ମାର କାରକ, ଆପଣ ଅନ୍ୟମାନଙ୍କୁ ଦେବା ପାଇଁ ପସନ୍ଦ କରନ୍ତି। ମ୍ୟାକ୍ସିମମ୍ ଟାଇମ୍ରେ ଆପଣମାନଙ୍କ ଫ୍ରେଣ୍ଡ ଆପଣମାନଙ୍କୁ ଧୋକା ଦିଅନ୍ତି। ଯେକୌଣସି ମୋମେଣ୍ଟରେ ଆପଣ ଦେଖିବେ ଯେ ଯଦି ଆପଣଙ୍କ ଫ୍ରେଣ୍ଡଙ୍କର କିଛି ହେଲ୍ପ ଦରକାର ଥିବ ତ ସେ ସିଧା ଆପଣଙ୍କୁ ହିଁ ଖୋଜିବେ ଆଉ ଆପଣ ବି ସେମାନଙ୍କୁ ହେଲ୍ପ କରିବା ପାଇଁ ପୁରା ରେଡ଼ି ଥିବେ। ସମସ୍ତେ ତାଙ୍କ ସାଥ ଛାଡ଼ିଦେବେ କିନ୍ତୁ ଆପଣ ଛାଡ଼ିବେନି। କାହିଁକି ନା ଆପଣଙ୍କ ସହିତ ଯିଏ ଯେତେ ଖରାପ କଲେ ବି ଆପଣ କେବେ ବି ସାମ୍ନାବାଲା ପର୍ସନର ଦୋଷ ଧରନ୍ତିନି, ଓଲଟି ସବୁ କଥା ଭୁଲି ଯାଇ ତାଙ୍କୁ ହେଲ୍ପ କରନ୍ତି। ଆପଣଙ୍କର ଯାଦା ଫ୍ରେଣ୍ଡ ବି ନଥିବେ କମ୍ ସେ କମ୍ 2ରୁ 3 ଜଣ ଆପଣଙ୍କର କ୍ଲୋଜ୍ ଫ୍ରେଣ୍ଡ ଥିବେ। ତାଠୁ ଏକ୍ସଟ୍ରା ତ ଆପଣଙ୍କର ଫ୍ରେଣ୍ଡ ହିଁ ନଥିବେ। ଯଦି ବି ଥିବେ ଯଦି କ୍ଲୋଜ୍ ବଣ୍ଡିଂ ଆପଣଙ୍କ ସହିତ ନଥିବ। ଆଉ ଗୋଟେ କଥା ଆପଣ ଏଇଟା ମାନେ ଭାବନ୍ତୁ ଯେ ଆପଣ କେବେ ଗୋଟେ ୱାର୍ଡ଼ ତାଙ୍କୁ ଏମିତି କହିଦିଅନ୍ତି ଯେ ଯେଉଁଟା ତାଙ୍କୁ ହର୍ଟ କରେ। ଆପଣ ସେଇଟା ଜାଣିପାରନ୍ତିନି ଯେ ସାମ୍ନାବାଲା ପର୍ସନ୍ ହର୍ଟ ହେଉଛି। ଆପଣ ଯାହା କୁହନ୍ତି ଷ୍ଟ୍ରିଟ୍ କୁହନ୍ତି, ସିଧା କୁହନ୍ତି, ଯେଉଁଟାକି ବହୁତ ଭଲ କଥା, କିନ୍ତୁ ସାମ୍ନାବାଲା ପର୍ସନ୍ ଆପଣଙ୍କୁ ବୁଝିପାରନ୍ତିନି। ଆପଣ ବହୁତ ଇମୋସନ୍, ଆପଣଙ୍କ ମନ ଭିତରେ ବହୁତ ସାରା କଷ୍ଟ, ବହୁତ ସାରା ଦୁଃଖ ଥାଏ ଯେଉଁଟା ଆପଣ ଆପଣଙ୍କ ଫ୍ୟାମିଲିକୁ ବି କହିପାରନ୍ତିନି। ମ୍ୟାକ୍ସିମମ୍ ପର୍ସନ୍ ଏଠି ଥିବେ ଯେଉଁମାନେ ନିଜ ଫ୍ୟାମିଲିର ବଡ଼ ପୁଅ କିମ୍ବା ବଡ଼ ଝିଅ ଥିବେ, ସେଇମାନେ ହିଁ ନମ୍ବର 1 ହେଇଥାନ୍ତି। ନମ୍ବର 1 ସୂର୍ଯ୍ୟର ନେଚର୍ ସେଥିପାଇଁ ପଳେଇ ଆସିଲା, ଯେହେତୁ ସୂର୍ଯ୍ୟର ପ୍ଲାନେଟ୍ ଅନ୍ୟମାନଙ୍କୁ ଦବା, ସୂର୍ଯ୍ୟ ଆତ୍ମାର କାରକ, ଅନ୍ୟମାନଙ୍କୁ ଦବା ସିଏ ଜାଣେ। କିନ୍ତୁ ମ୍ୟାକ୍ସିମମ୍ ଜାଗାରେ ଆପଣ ଦେଖିବେ ସମସ୍ତେ ଆପଣଙ୍କର ଏତେ ଉମ୍ମିଦ ରଖିଥିବେ ଯେ ଆପଣ ଲାଇଫ୍ରେ କିଛି କରିବେ, ଆପଣ ଲାଇଫ୍ରେ କିଛି କରିବେ। ସେଇ ସବୁ କଥାକୁ ନେଇକି ଆପଣ ଏତେ ଡିପ୍ରେସ୍ ହେଇଯାଆନ୍ତି ଯେ ସମସ୍ତେ ଫ୍ୟାମିଲି ପାଖରୁ, ଫ୍ରେଣ୍ଡସ୍ମାନଙ୍କ ପାଖରୁ ସମସ୍ତେ ଆପଣଙ୍କଠୁ ଏତେ ଉମ୍ମିଦ ଥାନ୍ତି ଯେ ସେମାନେ ଆପଣଙ୍କ କଥା ଚିନ୍ତା କରିବା ପାଇଁ ହିଁ ଭୁଲିଯାଆନ୍ତି। ସମସ୍ତେ କୁହନ୍ତି ୟାର ତ ଲାଇଫ୍ରେ କିଛି କରିବ, ବଟ୍ ଆପଣ ସବୁ କରିବା ପାଇଁ ଚେଷ୍ଟା କରନ୍ତି ମଧ୍ୟ, କିନ୍ତୁ ଗୋଟେ ଜାଗାରେ ଆପଣ ଡିପ୍ରେସନ୍କୁ ପଳେଇ ଯାଆନ୍ତି। ଆପଣ କେବେ କାହା ସାମ୍ନାରେ କାନ୍ଦି ପାରନ୍ତିନି, ଯେହେତୁ ରାଜା ଅନ୍ୟମାନଙ୍କ ସାମ୍ନାରେ କାନ୍ଦିଲେ ଭଲ ଲାଗେନି। ଆଉ ରାଜାର ନେଚର୍ ସେ କେବେ କାହାକୁ ନିଜ ଦୁଃଖ ହିଁ ଜଣାନ୍ତିନି। ଏଇଟା ଗୋଟେ ବେଷ୍ଟ କ୍ୱାଲିଟି କହିପାର, କିମ୍ବା ନିଜ ଭିତରେ ଯେମିତି ସବୁ ଦୁଃଖ ରଖିଥାନ୍ତି, ସାମ୍ନାବାଲା ପର୍ସନ୍କୁ ଦେଖାନ୍ତିନି। ଫ୍ୟାମିଲି ବାଲା ହୁଅନ୍ତୁ, ଫ୍ରେଣ୍ଡ ହୁଅନ୍ତୁ, XYZ ଯିଏ ବି ହଉ, ଆପଣଙ୍କ ଭିତରେ ଗଜବର ଲିଡରସିପ୍ କ୍ୱାଲିଟି ଅଛି। ଆପଣ ଯେକୌଣସି ଫିଲ୍ଡକୁ ଯାଆନ୍ତୁ ନମ୍ବର 1 ହେଇକି ବାହାରିବେ। ମ୍ୟାକ୍ସିମମ୍ ଜାଗାରେ ଦେଖିବେ ଆପଣ ସେଣ୍ଟର ଅଫ୍ ଆଟ୍ରାକ୍ସନ୍ ନିହାତି ହେଇଥିବେ। ଆପଣ ଯେକୌଣସି ଜାଗାକୁ ବି ଯିବେ ଗୋଟେ ଚାର୍ମ ବନିଯିବ। ଆପଣମାନଙ୍କ ଫ୍ରେଣ୍ଡ ହୁଅନ୍ତୁ କିମ୍ବା XYZ ଯିଏ ବି ହୁଅନ୍ତୁ,
ଆଟ୍ରାକ୍ସନ୍ ପାୱାର ଆପଣଙ୍କର ବହୁତ ଥିବ। ଯେହେତୁ ସୂର୍ଯ୍ୟ ସବୁ ଗ୍ରହ ମଝିରେ ଥାନ୍ତି ତ ଆପଣ ସେଣ୍ଟର ଅଫ୍ ଆଟ୍ରାକ୍ସନ୍ ବନିଯାଆନ୍ତି। ଆପଣ ଯାହା ବି କୁହନ୍ତି, ଷ୍ଟ୍ରିଟ୍ କୁହନ୍ତି, କାଢ଼ୁଆ କୁହନ୍ତି କେବେ କେବେ, କିନ୍ତୁ ସେଇଟା ସାମ୍ନାବାଲା ବୁଝିପାରନ୍ତିନି। ଓଲଟି ଆପଣଙ୍କୁ ବହୁତ ସାରା ଦୋଷ ଦେଇଥାନ୍ତି ଯେ ଆପଣ ମୋତେ ଏମିତି କହିଦେଲେ। XYZ ଯେକୌଣସି କଥାରେ ବି ହଉ ସେ ଆପଣଙ୍କୁ ଟ୍ରୋଲ୍ କରନ୍ତି। ଆପଣଙ୍କୁ ଘମଣ୍ଡି ଆଟିଟ୍ୟୁଡ଼୍ ବାଲା ଏମିତି ସବୁ ଭାବୁଥିବେ ଯେ ୟାର ଇଗୋ ବହୁତ ଅଛି, ଇଏ ଆମମାନଙ୍କ ସହିତ ଫ୍ରେଣ୍ଡଲି ମିଶୁନି। ଆପଣଙ୍କର ଗୋଟେ ଖରାପ ନେଚର୍ ବି ଅଛି, ଯିଏ ଟିକେ ଲୋ କ୍ୱାଲିଟିର, ଯିଏ ଟିକେ ଡାଉନ୍ ପର୍ସନ୍। ଆପଣ ତାକୁ ଏତେ ପସନ୍ଦ କରିବେନି, ଆପଣ ତାଙ୍କ ସହିତ ମିଶିବା ପାଇଁ ଏତେ ଚାହିଁବେନି। ମାନେ ମ୍ୟାକ୍ସିମମ୍ ଜାଗାରେ ଏମିତି ହେଇଥିବ ଯେଉଁଟାକି ସାମ୍ନାବାଲା ପର୍ସନ୍କୁ ଆପଣ ଦେଖିଲା ମାତ୍ରେ ଆପଣ ସେମିତି କିଛି ବିହେଭ୍ କରିପାରନ୍ତିନି। ସାମ୍ନାବାଲା ପର୍ସନ୍ ଆପଣଙ୍କୁ ଦେଖିଲେ ହର୍ଟ ହେଇଯାଏ। ସେମିତି କଥାରେ ହଉ କିମ୍ବା ତା'ର କୌଣସି ନେଚର୍କୁ ନେଇକି ଆପଣ ବି ଟିକେ ଅନବାଲାନ୍ସ ହେଇଯାଆନ୍ତି। ଆପଣଙ୍କର ବେଷ୍ଟ କଲର୍ ଅରେଞ୍ଜ, ଗୋଲ୍ଡେନ୍, ରେଡ୍ ଏସବୁ ଆପଣଙ୍କୁ ବହୁତ ସୁଟ୍ କରିବ। ଆପଣ ଯେକୌଣସି ଶୁଭ କାମରେ ଯାଉଛନ୍ତି, ଗୋଲ୍ଡେନ୍ କିମ୍ବା ଅରେଞ୍ଜ, ରେଡ୍ ଏସବୁ କପଡ଼ା ୟୁଜ୍ କରନ୍ତୁ, ପେନ୍ ୟୁଜ୍ କରନ୍ତୁ, ବୁକ୍ ୟୁଜ୍ କରନ୍ତୁ। ଆପଣ ବ୍ଲାକ୍ କଲର୍କୁ ଟିକେ ଆଭଏଡ଼୍ କରିବେ, ଯେହେତୁ ବ୍ଲାକ୍ କଲର୍ ରାହୁର, ତ ସେଇଟା ଆପଣଙ୍କୁ ସୁଟ୍ କରିବନି। ଆପଣ ହ୍ୱାଇଟ୍ କଲର୍ ବି ଆପଣଙ୍କର ଟିକେ ସୁଟ୍ କରିବନି ଆପଣଙ୍କୁ, ତ ହ୍ୱାଇଟ୍ କଲର୍ ବି ଟିକେ ଆଭଏଡ଼୍ କରିବେ। ଓନ୍ଲି ଶୁକ୍ରବାର ଦିନ ଆପଣ ହ୍ୱାଇଟ୍ କଲର୍ ୟୁଜ୍ କରିପାରିବେ, ନହେଲେ ବାକି ଡେରେ ମ୍ୟାକ୍ସିମମ୍ ଆପଣ ଯେତେ ରେଡ୍ କଲର୍ ୟୁଜ୍ କରିପାରିବେ ସେତେ ଭଲ। ୟେଲୋ କଲର୍ ଆପଣଙ୍କ ପାଇଁ ବି ବେଷ୍ଟ ହେବ। ଆପଣଙ୍କର ଗୋଟେ ବେଡ୍ କ୍ୱାଲିଟି ବି ରହିଛି। ଆପଣ ନିଜ ଇଗୋ ଆଉ ନିଜ ସେଲ୍ଫ ରେସ୍ପେକ୍ଟ ଉପରେ ଫରକ ବୁଝିପାରନ୍ତିନି କେବେ କେବେ, ଯେଉଁଥିପାଇଁ ଫ୍ୟାମିଲି ସହ ବି ଆପଣଙ୍କର ଝଗଡ଼ା ହେଇଯାଏ। ବିଶେଷ କରି ଆପଣଙ୍କ ବାପାଙ୍କ ସହିତ ଆପଣଙ୍କର ଅଣ୍ଡର ଟିକେ ଜ୍ୟାଦା ହେଉଥିବ, ଯେହେତୁ ଆପଣ ଘରର ବଡ଼ ନିଶ୍ଚିତ ହେଇଥିବେ, ତ ଆପଣଙ୍କୁ ବୁଝିବା ଲୋକ ବହୁତ କମ୍ ଥିବେ। ଆପଣଙ୍କ ମାଆଙ୍କ ସହିତ ଆପଣଙ୍କର ରିଲେସନ୍ କାଫି ଷ୍ଟ୍ରଙ୍ଗ ଥିବ, କିନ୍ତୁ ବାପାଙ୍କ ସହିତ ରିଲେସନ୍ ଟିକେ ଗଡ଼ବଡ଼ ଥିବ ଡେଫିନେଟଲି, ଯେଉଁଟାକି ଆପଣ ସାମ୍ନାବାଲାକୁ ବି କହିପାରନ୍ତିନି। ନିଜ ଭିତରେ ହିଁ ଚାପିକି ରଖନ୍ତି, ବହୁତ ହର୍ଟ ବି ନିଜେ ହେଇଯାଆନ୍ତି, ନିଜ ଇମୋସନ୍କୁ କଣ୍ଟ୍ରୋଲ୍ କରିପାରନ୍ତିନି, ନିଜେ ଭିତରେ ଭିତରେ କ'ଣ କଷ୍ଟ ପାଉଥାନ୍ତି। ଆପଣ ଅନ୍ୟମାନଙ୍କୁ ବୁଝିପାରନ୍ତି, କିନ୍ତୁ ଆପଣଙ୍କୁ ବୁଝିବା ଲୋକ ବହୁତ କମ୍ ଅଛନ୍ତି। କାହିଁକିନା ଆପଣ ଅନ୍ୟମାନଙ୍କର କଷ୍ଟକୁ ବହୁତ ଭଲ ଫିଲ୍ କରିପାରନ୍ତି, କିନ୍ତୁ ଆପଣଙ୍କ କଷ୍ଟ କେହି ଦେଖି ହିଁ ପାରନ୍ତିନି। କାଫି ବାର ଏମିତି ହେଇଛି ଯେ ଆପଣଙ୍କ ଜବ୍ରେ ବି ଆପଣଙ୍କୁ ସାଟିସ୍ଫାଏ ମିଳିନାହିଁ। ଆପଣ ଯେଉଁ ଲେବୁଲ୍ରେ ଜବ୍ ଚାହୁଁଥିବେ ସେ ଲେବୁଲ୍ରେ ଜବ୍ ଆପଣଙ୍କୁ ମିଳିଗଲେ କିଛି ଦିନ ପରେ ଆପଣଙ୍କୁ ସେଇଟା ଏତେ ଭଲ ଲାଗେନି। ଆପଣ ବୁଲିବା ପାଇଁ ଜ୍ୟାଦା ପସନ୍ଦ କରନ୍ତି, ବାହାର ଜାଗାକୁ ହଉ, ଟ୍ରାଭେଲ୍ କରିବାକୁ ହଉ, ବହୁତ ଲଙ୍ଗ ଜାଗାକୁ ଆପଣ ଯାଆନ୍ତି। ଆପଣ ବହୁତ ଫ୍ରିଡମ୍ ଲଭର୍, ମତଲବ ଆପଣଙ୍କୁ କେହି ବାନ୍ଧିକି ରଖିବେ ସେଇଟା ଆପଣଙ୍କୁ ପସନ୍ଦ ନୁହେଁ। କେହି ବି ହଉ ଆପଣଙ୍କୁ ଅର୍ଡ଼ର ଦେଲେ ସେଇଟା ଆପଣଙ୍କୁ ଭଲ ଲାଗେନି। ଆପଣ ଅନ୍ୟମାନଙ୍କୁ କଥା କହିକି ବେଶ ସୁନ୍ଦର ବୁଝେଇ ପାରୁଥିବେ, କିନ୍ତୁ ଆପଣଙ୍କୁ ବୁଝେଇଲା ବାଲା ବହୁତ କମ୍ ଅଛନ୍ତି। ଆପଣ ଯଦି ଜବ୍ କରୁଛନ୍ତି, ଯେ ପର୍ଯ୍ୟନ୍ତ ଆପଣ ନମ୍ବର 1 ପୋଜିସନ୍କୁ ଆଚିଭମେଣ୍ଟ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କର ଶାନ୍ତି ନଥାଏ। ମାନେ ଲାଇଫ୍ରେ ସବୁ କ୍ଷେତ୍ରରେ ଆପଣ ଚାହାନ୍ତି ସବୁବେଳେ ନମ୍ବର 1 ହେବା ପାଇଁ, ଆଉ ଏଇଟା ବି ଆପଣଙ୍କର ହକ୍। ଯେହେତୁ ସନ୍ ଆପଣଙ୍କୁ ଏଠି ଗାଇଡ଼ କରୁଛି, ଆପଣ ଯଦି ସୂର୍ଯ୍ୟ ନମସ୍କାର କରିବେ, ସୂର୍ଯ୍ୟକୁ ଜଳ ଦେବେ, ଆପଣଙ୍କ ପାଇଁ ବହୁତ ଭଲ। କାହିଁକିନା ଟାଇମ୍ ପଙ୍କ୍ଚୁଆଲିଟି ବି ଆପଣଙ୍କର ଜ୍ୟାଦା ରଖିବା ଦରକାର। ସୂର୍ଯ୍ୟ ଯେମିତି ପ୍ରତ୍ୟେକ ଦିନ ଠିକ୍ ଟାଇମ୍ରେ ହିଁ ଉଦୟ ହୁଅନ୍ତି, ଆଉ ଠିକ୍ ଟାଇମ୍ରେ ହିଁ ଅସ୍ତ ହୁଅନ୍ତି, ସେଇ ଟାଇପ୍ରେ ଆପଣ ଯଦି ଟାଇମ୍ ପଙ୍କ୍ଚୁଆଲିଟି ନିଜ ଲାଇଫ୍ରେ ରଖିଦେବେ, ଲାଇଫ୍ରେ ଏମିତି କିଛି କାମ ନାହିଁ ଯେଉଁଟା ଆପଣ କରିପାରିବେ ନାହିଁ। ଡେଫିନେଟଲି ଆପଣ ଲାଇଫ୍ରେ ବହୁତ ଆଗକୁ ଯିବେ। ଆପଣ ଟ୍ରାଏ କରନ୍ତୁ ଯେକୌଣସି ଶୁକ୍ଳ ପକ୍ଷରେ ସୂର୍ଯ୍ୟଙ୍କୁ ଜଳ ଦେବା ପାଇଁ ଷ୍ଟାର୍ଟ କରନ୍ତୁ। ଡେଫିନେଟଲି କଣ୍ଟିନ୍ୟୁଅସଲି ସେଇଟା ଚାଲୁ, ଆପଣ ଦେଖିବେ ଆପଣଙ୍କ ଲାଇଫ୍ରେ ବହୁତ ଚେଞ୍ଜ ଆସିଯିବ। ଯେହେତୁ ଆପଣଙ୍କର ପ୍ଲାନେଟ୍ ହେଲେ ସୂର୍ଯ୍ୟ, ସୂର୍ଯ୍ୟ ଆପଣଙ୍କୁ ରିପ୍ରେଜେଣ୍ଟ କରୁଛନ୍ତି,
ସିଏ ଆପଣଙ୍କୁ ଏନର୍ଜି ज़्यादा ଦେବେ। ଆପଣ ସବୁ କ୍ଷେତ୍ରରେ ଆପଣ ସକ୍ସେସ୍ ହେବେ। ଲଭ୍ ଲାଇଫ୍ରେ ହଉ, କ୍ୟାରିୟର୍ ହଉ, ବିଜନେସ୍ ହଉ। ଗୋଟେ କହନ୍ତିନି ଯଦି ଶରୀର ଠିକ୍ ଅଛି ତ ମନ ଠିକ୍ ଅଛି। ସେମିତି ଯଦି ଆପଣଙ୍କର ପ୍ଲାନେଟ୍ ବି ଠିକ୍ ରହିବ ନା ତ ଆପଣଙ୍କ ଲାଇଫ୍ରେ ଆପଣ ହାର କେବେ ମାନିବେନି, ବହୁତ ଆଗକୁ ବଢ଼ିବେ। ଗଜବର ଏନର୍ଜି ଆପଣଙ୍କ ଭିତରେ ଅଛି। ଆପଣ ବହୁତ କମ୍ ଥକନ୍ତି। ଆପଣଙ୍କୁ ଯିଏ ଯେକୌଣସି କାମ ବି ଦେଉନା କାହିଁକି ଆପଣ କେବେ ଥକିବେନି। ଆପଣଙ୍କ ଭିତରେ ଏନର୍ଜି ଡାଉନ୍ ହେବାଟା ଇମ୍ପସିବଲ୍। ମାନେ ଆପଣ ଦିନଠୁ ରାତି ଯାଏଁ ଯେତେ ପରିଶ୍ରମ କଲେ ବି ଆପଣ ଖୁସି ଖୁସି ସେ କାମଟାକୁ କରିଯିବେ। ଆପଣ ଭାବିବେନି କେବେ ଯେ ମୋ ଏନର୍ଜି ଡାଉନ୍ ହେଉଛି। ଆପଣଙ୍କର ଏନର୍ଜି ଡାଉନ୍ ହିଁ ହୁଏ ନାହିଁ। ଆପଣଙ୍କ ଆମ୍ବାମଣ୍ଡଳରେ ଗୋଟେ କାଶିଶ ଥିବ, ଯେମିତିକି ସୂର୍ଯ୍ୟର ଚମକ। ଆପଣ ଯେଉଁ ବି ଜାଗାକୁ ଯିବେ ସେ ଜାଗାରେ ସେଣ୍ଟର ଅଫ୍ ଆଟ୍ରାକ୍ସନ୍ ତ ବନାନ୍ତି, ତା ସହିତ ମ୍ୟାକ୍ସିମମ୍ ଲୋକ ଆପଣଙ୍କୁ ନୋଟିସ୍ କରନ୍ତି। ଲଭ୍ ଲାଇଫ୍ ଆପଣଙ୍କର ସେତେ ବେଟର୍ ତ ନୁହେଁ, ବଟ୍ ଯଦି ଭାଗ୍ୟବଶତଃ ଯଦି ଆପଣଙ୍କୁ କେବେ ଲଭ୍ ହେଇଯାଏ ତ ଆପଣ ଆପଣଙ୍କ ଲଭର୍ସ ପାଇଁ କିଛି ବି କରିପାରିବେ, ଯେକୌଣସି ରିସ୍କ ଉଠାଇ ପାରିବେ। ଆପଣ ଗଜବ ଟାଇପ୍ର ମଣିଷଟେ। ଆପଣଙ୍କୁ ଆପଣଙ୍କ ପାର୍ଟନର୍ ଏତେ ସହଜରେ ବୁଝିପାରନ୍ତିନି, ସେଥିପାଇଁ ମ୍ୟାକ୍ସିମମ୍ ଆପଣଙ୍କୁ ଧୋକା ମିଳିଥାଏ। ବାକି ଯଦିଓ ନମ୍ବର 9 ଯଦି ଆପଣ ନମ୍ବର 1 ନମ୍ବର 9କୁ ନିଜ ଲାଇଫ୍ରେ ଲାଇଫ୍ ପାର୍ଟନର୍ ବନେଇକି ଆଣୁଛନ୍ତି ତ ଏଇଟା କ'ଣ ଗୋଲ୍ଡେନ୍ ଅଫର୍। ଯଦି ନମ୍ବର 9ର ବ୍ୟକ୍ତି କେହି ଜଣକ ଆପଣଙ୍କୁ ମିଳୁଛି ଆପଣ ଆଖି ବନ୍ଦ କରିକି ତାଙ୍କୁ ମ୍ୟାରେଜ୍ କରନ୍ତୁ। କାହିଁକି ନା ନମ୍ବର 1 ଭଗବାନ ରାମଙ୍କର ଥିଲା, ନମ୍ବର 9 ଭଗବାନ ହନୁମାନଙ୍କର ଥିଲା। 1 ନମ୍ବର ରାଜାର ନମ୍ବର, 9 ନମ୍ବର ସେନାପତିର ନମ୍ବର। ଏଇ ଦୁଇ ଜଣଙ୍କ କମ୍ବିନେସନ୍ ଯଦି ମିଳିଯିବ ବହୁତ ସୁନ୍ଦର ହେଇପାରିବ। ଆପଣ ଦେଖନ୍ତୁ ଆପଣଙ୍କ ଲାଇଫ୍ ପାର୍ଟନର୍ଙ୍କ ନମ୍ବର ଯଦି 1 କିମ୍ବା 2 କିମ୍ବା 7 କିମ୍ବା 9 ହେଇଥିବ, ସେଇଟା ଆପଣଙ୍କ ପାଇଁ ବେଷ୍ଟ ହେବ। ଆପଣ ଭାବୁଥିବେ ଯେ ନମ୍ବର 1 ମୋର ମଲାଙ୍କ ଅଛି ତ ଲାଇଫ୍ରେ ମୁଁ ସବୁଥିରେ ଆଗ୍ରହୀ ରହିବି, କିଛି କର୍ମ ନ କରି ତ ଏଇଟା ଇମ୍ପସିବଲ୍। ଆପଣଙ୍କୁ କର୍ମ କରିବା ପାଇଁ ପଡ଼ିବ, ନିଜ କର୍ମ ଉପରେ ବିଶ୍ୱାସ ରଖିବା ପାଇଁ ପଡ଼ିବ। ତାପରେ ହିଁ ଆପଣ ଲାଇଫ୍ରେ ଆଗକୁ ଯାଇପାରିବେ। ବିନା କର୍ମରେ କେହି କେବେ ଆଗକୁ ଯାଇନି କି ଯାଇ ବି ପାରିବ ନାହିଁ। ଆପଣଙ୍କ ସାମ୍ନାରେ ଏକ୍ଜାମ୍ପଲ୍ ମୁକେଶ ଅମ୍ବାନୀ, ଧୀରୁଭାଇ ଅମ୍ବାନୀ, ରତନ ଟାଟା ଏମାନେ ସମସ୍ତେ ଅଛନ୍ତି। ତ ବିଜନେସ୍ରେ ସେମାନେ କେତେ ଡେଭଲପ୍ କରି ଆଗକୁ ଯାଇଛନ୍ତି ଆପଣ ଥରେ ଭାବନ୍ତୁ। ଡିୟର୍ ଫ୍ରେଣ୍ଡ, ନ୍ୟୁମରୋଲୋଜିରେ ସବୁଠୁ ବେଷ୍ଟ ନମ୍ବର 1, ନମ୍ବର 5, ନମ୍ବର 9 ତ ଆପଣଙ୍କ ନମ୍ବର ତା ଭିତରେ ଅଛି। ତ ଡେଫିନେଟଲି ଆଜି ନିଜର କର୍ମପଥରେ ଲାଗିଯାଆନ୍ତୁ, ନିଜର କର୍ମ କରିଚାଲନ୍ତୁ, ସକ୍ସେସ୍ ଆପଣଙ୍କୁ ମିଳିବ ହିଁ ମିଳିବ। ଯଦି ଆପଣଙ୍କ ସାମ୍ନାରେ ଯେଉଁମାନେ ଏକ୍ଜାମ୍ପଲ୍ ଅଛନ୍ତି ସେମାନଙ୍କୁ ମିଳିପାରିଲା, ଆପଣଙ୍କୁ କ'ଣ ପାଇଁ ମିଳିପାରିବନି? ଡେଫିନେଟଲି ମିଳିବ। ସବୁଠୁ ବେଷ୍ଟ ପଲିଟିକ୍ସରେ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ କ୍ୟାରିୟର ବନାଉଛନ୍ତି, ଆପଣଙ୍କ ପାଇଁ ବେଷ୍ଟ ରହିବ। काहें ना बातों का तोड़ मोड़ करना आपको बहुत अच्छे तरीके से आता है और वैसे भी ଆପଣ ଯାଦୁ ଚଲେଇବାର ମାଷ୍ଟର। ତ ଆପଣ ଅନ୍ୟମାନଙ୍କ ମାଇଣ୍ଡକୁ କ୍ୟାପଚର୍ କରିବା ପାଇଁ ବହୁତ ସକ୍ଷମ। ଅନ୍ୟମାନେ ଆପଣଙ୍କୁ ବହୁତ ଜଲ୍ଦି ବିଲିଭ୍ କରନ୍ତି। ମାନେ ଆପଣ ଅନ୍ୟମାନଙ୍କ ସହିତ ବଣ୍ଡିଙ୍ଗ ବହୁତ ଇଜିଲି ବନେଇ ପାରନ୍ତି, ଯେଉଁଟା ଅନ୍ୟ ବ୍ୟକ୍ତିମାନେ କରିବା ଇମ୍ପସିବଲ୍ ହେଇଥାଏ। ଆପଣ ସ୍କୁଲ ଲାଇଫ୍ରୁ ଅନୁଭବ କରିଥିବେ ଆପଣଙ୍କ ଟିଚର୍ ଆପଣଙ୍କୁ ସମସ୍ତଙ୍କଠୁ ଅଧିକ ନିହାତି ଟିକେ ପସନ୍ଦ କରୁଥିବେ। ସେଇଟା କଲେଜ ଲାଇଫ୍ରେ ଆପଣ ଅନୁଭବ କରିଥିବେ ଯେ ଆପଣଙ୍କ ଫ୍ରେଣ୍ଡମାନଙ୍କ ଭିତରେ ବି ଆପଣଙ୍କୁ ज़्यादा ପସନ୍ଦ କରୁଥିବେ। ହଁ, ଆପଣଙ୍କ ବାଣୀ ଟିକେ କାଢ଼ବା ହେଇଯାଏ କେବେ କେବେ, ସେଥିପାଇଁ ସେମାନେ ଆପଣଙ୍କୁ ଧୀରେ ଧୀରେ ଦୂରେଇ ଦିଅନ୍ତି କିମ୍ବା ଆପଣ ନିଜେ ତାଙ୍କଠୁ ଦୂରେଇ ଯାଆନ୍ତି। ତାଙ୍କର ବିହେଭ୍ ନେଚର୍ ଆପଣଙ୍କୁ ପସନ୍ଦ ଆସେନି ତ ଆପଣ ନିଜେ ସାଇଡ଼୍ ହେଇଯାଆନ୍ତି। ଆପଣ ଲାଇଫ୍ରେ 1ରୁ 2ଟା ଫ୍ରେଣ୍ଡ ରଖନ୍ତି ଯେଉଁମାନେ କି ଜିଗରୀ ଦୋସ୍ତ ଯାହାକୁ ଆମେ କହୁ। ନହେଲେ ଆପଣ ଫ୍ରେଣ୍ଡଲି ଏତେ କାହା ସହିତ ମିଶିବା ପାଇଁ ବି ପସନ୍ଦ କରନ୍ତିନି। ଆପଣ ନିଜ କାମ ସହିତ
ରହିବା ପାଇଁ ଭଲ ପାଆନ୍ତି, କାରଣ ଆପଣଙ୍କୁ ଫାଲତୁ ଇଆଡ଼େ ସିଆଡ଼େ ଅନବନ୍ କଥାରେ ମୁଣ୍ଡ କରିବାର ନାହିଁ। ଆପଣ ନିଜ ଲାଇଫ୍ରେ ହିଁ ନିଜେ ବିନ୍ଦାସ ରୁହନ୍ତି। କେହି ଆପଣଙ୍କୁ ନିଜ କଥାରେ ଉଠ୍ ପାସ୍ କରାଇବ ସେଇଟା ଆପଣଙ୍କୁ ଟୋଟାଲି ପସନ୍ଦ ନୁହେଁ। କେହି ଆପଣଙ୍କୁ ହର୍ଟ କରିବ ସେଇଟା ବି ଆପଣଙ୍କର ଟୋଟାଲି ପସନ୍ଦ ନୁହେଁ। ଆପଣ କିଙ୍ଗ, ନିଜ ଲାଇଫ୍ରେ ଆପଣ କିଙ୍ଗ ଭଳିଆ ରହିଛନ୍ତି ଆଉ ରହିବା ପାଇଁ ସବୁବେଳେ ଆପଣଙ୍କର ସେଇ ଡିଜାୟାରଟା ଅଛି। ଆପଣ ଜାଣିଛନ୍ତି ଆପଣ ଲାଇଫ୍ରେ ବହୁତ ଇଜିଲି ଯାହା ବି ଚାହିଁବେ ମ୍ୟାନିଫେଷ୍ଟ କରିପାରିବେ, କାହିଁକିନା ମ୍ୟାନିଫେଷ୍ଟେସନର ପାୱାର ଆପଣଙ୍କ ଭିତରେ ଭରି ଭରିକି ଅଛି। କିନ୍ତୁ ଆପଣ ଯେତେବେଳେ ଇମୋସନ୍ ହେଇଯାଆନ୍ତି, ନିଜ ଉପରେ କଣ୍ଟ୍ରୋଲ କରିଦିଅନ୍ତି, ବାଲାନ୍ସ କରିଦିଅନ୍ତି, ସେତେବେଳେ ଆପଣ କିଛି ବି କରିପାରନ୍ତିନି। ଲାକ୍ ସିଚୁଏସନ୍ ଆପଣଙ୍କ ଲାଇଫ୍ରେ ପଳାଇ ଆସେ, ଯେଉଁଥିପାଇଁ ଆପଣଙ୍କ ଡିଜାୟାର, ଆପଣଙ୍କ ଲଭ୍ ଲାଇଫ୍ ବି ବେଟର୍ ବନିପାରେ। ତେଣୁ ଆପଣ ନିଜ କ୍ୟାରିୟରରେ ଯଦି ସବୁକିଛି ବେଟର୍ ବନିବା ପାଇଁ ଚାହୁଁଛନ୍ତି, ଆଜିଠୁ ଗୋଲ୍ଡେନ୍ ଟିପ୍ ଦେଉଛି, ଟାଇମ୍ ପଙ୍କ୍ଚୁଆଲିଟି ରଖନ୍ତୁ। ଆପଣଙ୍କର ବେଷ୍ଟ ରେମେଡ଼ି ସୂର୍ଯ୍ୟକୁ ପ୍ରତ୍ୟେକ ଦିନ ଜଳ ଦିଅନ୍ତୁ, କାରଣ ସିଏ ଆପଣଙ୍କର ପ୍ଲାନେଟ୍, ଆପଣଙ୍କୁ ସିଏ ହିଁ ସମ୍ଭାଳି ପାରିବ, ନେକ୍ସଟ କେହି ନୁହେଁ। ଆପଣ ନିଜେ କୌଣସି ବିଜନେସ୍ ସେଟଲ୍ କରିକି କାମ କରନ୍ତୁ, କାହିଁକିନା ଆପଣଙ୍କ ଉପରେ କେହି ବସ୍ ସେଇଟା ଆପଣଙ୍କର ଆଦୌ ପସନ୍ଦ ନୁହେଁ। ସେଥିପାଇଁ ଗୋଲ୍ଡେନ୍ ଟିପ୍ ଏଇଟା ଯେ ନିଜେ ଯଦି ଜବ୍ କରୁଛନ୍ତି ତ ସେଇଟା ଆପଣଙ୍କ ପାଇଁ ଆପଣଙ୍କର ଗଭର୍ଣ୍ଣମେଣ୍ଟ ସର୍ଭିସ୍ ହେବାର ज़्यादा ଚାନ୍ସ ଥାଏ, କାହିଁକିନା ଆପଣ ନମ୍ବର 1 ଅଛନ୍ତି। ଆଉ ଯେଉଁମାନଙ୍କର ସୂର୍ଯ୍ୟ ଷ୍ଟ୍ରଙ୍ଗ ଥାଏ, ଗଭର୍ଣ୍ଣମେଣ୍ଟ ସର୍ଭିସ୍ ସେମାନଙ୍କର ହେବାଟା ପକ୍କା। ଯଦି ବି ଆପଣ ଗଭର୍ଣ୍ଣମେଣ୍ଟ ସର୍ଭିସ୍ ନ କରୁଛନ୍ତି ତ ଆପଣ ନିଜ କ୍ୟାରିୟର, ନିଜ ବିଜନେସ୍ ଷ୍ଟାର୍ଟ କରନ୍ତୁ, ଆପଣଙ୍କ ପାଇଁ ବେଷ୍ଟ ରହିବ। ଆପଣ ଆଦିତ୍ୟ ହୃଦୟମ୍ ସ୍ତୋତ୍ରମ୍ ପାଠ କରନ୍ତୁ, ସେଇଟା ବି ଆପଣଙ୍କ ପାଇଁ ବହୁତ ଭଲ ରହିବ। ପ୍ରତ୍ୟେକ ଦିନ ମର୍ଣ୍ଣିଂରେ ଆପଣ ପୂର୍ବଦିଗକୁ ମୁହଁ କରି ଆଦିତ୍ୟ ହୃଦୟମ୍ ସ୍ତୋତ୍ରମ୍ ପାଠ କରନ୍ତୁ, ସେଇଟା ବି ଆପଣଙ୍କ ଲାଇଫ୍ରେ ଆଗକୁ ନେବା ପାଇଁ ଆପଣଙ୍କୁ ବହୁତ ସପୋର୍ଟିଭ, ବହୁତ ହେଲ୍ପ କରିବେ। ଓକେ, ସୋ ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।